स्मेल कहली सब ଦେଖନ୍ତୁ ଆମର ଏସ୍ପି ସମ୍ବଲପୁର ଆମକୁ ଗୋଟେ ଖବର ଆସିଥିଲା ଯେ ଆମର ଉପହାର ପ୍ୟାଲେସରେ ଗୋଟେ ଜୁଆ ଚାଲିଛି ଏବଂ ସେଥିରେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆମର ଧନୁପାଲି ଆଇସି ଆଦିତ୍ୟ ମହାକୁଡ଼ ଏବଂ ତାଙ୍କ ଟିମ୍ ଉପହାର ପ୍ୟାଲେସ 105 ନମ୍ବର ରୁମ୍ରେ ରେଡ୍ କରିଥିଲେ ଏବଂ ରେଡ୍ କଲା ପରେ ଯେତେବେଳେ କବାଟ ଠକ୍ ଠକ୍ କରାହେଲା ସେମାନେ ପୋଲିସ ଜାଣିକିରି ଯେଉଁ ଟଙ୍କା ଗୁଡ଼ାକ ସେମାନେ ଯେଉଁ କମୋଡ଼ ଭିତରେ ତାକୁ ପକାଇ ଦେଇଥିଲେ ତ ସେଥିରେ ଆମର ବାହାର କରିଛନ୍ତି ଏବଂ ଯେଉଁ ଟଙ୍କା ଗୁଡ଼ାକ ଅନ୍ୟ ଯେଉଁ ଟଙ୍କା ଗୁଡ଼ାକ ଏବଂ ଟୋଟାଲ ସେଥିରେ ରୁମ୍ ଭିତରେ 9 ଜଣ ଥିଲେ 9 ଜଣଙ୍କୁ ଡିଟେନ୍ କରାହେଇଛି ଏବଂ ଟଙ୍କା ଗୁଡ଼ିକ ଆମର ବର୍ତ୍ତମାନ କାଉଣ୍ଟ କରାହେଇନି ବର୍ତ୍ତମାନ କାଉଣ୍ଟ କରିବୁ ଏବଂ କାଉଣ୍ଟ କଲା ପରେ ଜଣାପଡ଼ିବ ଯାହା ଜଣାପଡ଼ୁଛି 8-10 ଲକ୍ଷ ଟଙ୍କା ହେବ ଭଳିଆ ଜଣାପଡ଼ୁଛି ଆଉ ସେଗୁଡ଼ିକ ତାଙ୍କ ସାମ୍ନାରେ ଏବେ କାଉଣ୍ଟ କରାହେବ କାଉଣ୍ଟ କରିକି ଆମେ ପୂର୍ବରୁ ଯେଉଁ ଅଣ୍ଟାବଳି ଥାନା ଅଞ୍ଚଳରେ ମଧ୍ୟ ଗୋଟେ ବଡ଼ ଧରଣର ଜୁଆ ଖେଳ ଧରା ପଡ଼ିଥିଲା ଏମାନେ ହଁ ଅଛନ୍ତି ଯେଉଁମାନେ ଯେଉଁ କିଛି ଅଛନ୍ତି ସେ ଯେଉଁ ଜୁଆ ଖେଳୁଛନ୍ତି ଏବଂ ବିଭିନ୍ନ ଜାଗାରେ ଏମାନେ ଯାଇକି ଜୁଆ ଖେଳନ୍ତି ଏମାନେ ଅଭ୍ୟାସଗତ ଜୁଆରୀ ହିସାବରେ ଅଛନ୍ତି ଏବଂ ସେମାନେ ବିଭିନ୍ନ ଆମର ଜଣେ ଗେଟି ଟକିରେ ଜଣେ ମାନେ ପେନ୍ସନପଡ଼ାର ଅଛନ୍ତି ଅଇଠାପାଳରେ ଅଛନ୍ତି ଗୋଶାଳାରେ ଅଛନ୍ତି ବିଭିନ୍ନ ଅଞ୍ଚଳରେ ଅଛନ୍ତି ଏବଂ ଟୋଟାଲ 9 ଜଣ ଲୋକଙ୍କୁ ଡିଟେନ୍ କରାହେଇଛି ଆଉ ଟଙ୍କା ଗୁଡ଼ିକ ଯାହା ହେବ କାଉଣ୍ଟ କଲା ପରେ ଜଣାପଡ଼ିବ ଯାହା ସେମାନେ କହୁଥିଲେ ଯେ ହୋଟେଲ ମାଲିକ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି ବୋଲି ଆଜି ହୋଟେଲ ସେଟା ଆମେ ଭେରିଫାଏ କରିବୁ ନିଶ୍ଚିତ ଭାବରେ ଯେହେତୁ ଏତେ ଟଙ୍କାର ଚାଲିଛି ଏବଂ ଖାଇବା ପିଇବା ସବୁ ଆସୁଛି ୱେଟର ଆସୁଛି ଖାଇବା ଦେଇକି ଯାଉଛି ନେଇକି ଯାଉଛି ଅର୍ଡର ନେଇକି ଯାଉଛି ତ ନିଶ୍ଚିତ ଭାବରେ ସେ ଦେଖୁଥିବେ ବି ସେମାନଙ୍କର ନିଶ୍ଚିତ ଭାବରେ ତାଙ୍କର ଜାଣତରେ ହେଉଥିବ ଏଇଟା ଆମେ ଭେରିଫାଏ କରିବୁ।